आजिर वीडियो हूँ षष्ठ अध्याय कृषि जोटा कि एपी3 भूगोल पाठ 1 एपी3 कृषि पाठर आम प्रश्नोत्तर आलोचना करूँ। पाठ प्रश्नोत्तर निम्नलिखित क्यों कृषि वर्षर एक विस्तृत अंचल वर्षके थरे मात्र कृषि करा जाए। ऑप्शन होची रोपण कृषि क्योंटे एक रवि फसल नुहे गहम गहम रवि फसल नुहे। निम्नलिखित क्योंटी सरकार द्वारा निर्धारित हुए शस्यर सर्वनिम्न संग्रह मूल्य। ऑप्शन 2 स्थानांतरित कृषि को ओडिशा रे कौन कहा जाए पोडू ओडिशा रे पोडू बोली कहा जाए। क्यों फसलटी जेद ऋतु हुए नहीं गहम गहम जेद ऋतु हुए नहीं। 2 नंबर निम्नलिखित प्रश्न गुड़िकर उत्तर प्राय 30 शब्द निर्दिष्ट 3टा ऑप्शन देखले दिन को दिन कृषि भूमि परिमाण ह्रास पाउछि क्रम वर्धिष्णु जनसंख्या शिल्पीकरण जनबसति और विभिन्न अनुष्ठान स्थापन क्षुद्र और नाममात्र चाषी कृषि कार्य निरुत्साहित हेबा जलसेचन अभाव आदि कारण मान जोगु दिन को दिन कृषि भूमि परिमाण ह्रास पाउछि। कृषक मानक स्वार्थ पर सरकार द्वारा निर्धारित जाउथिबा विभिन्न पदक्षेप गुड़िक संपर्क में सूचना दियो यथा जेपरी हेला एक भू उन्नयन कार्यक्रम माध्यम शस्य बीमा ग्राम्य बैंक माध्यम कम सुधरे चाषी मानकु कृषि ऋण जोगाई दिया जाउछि। व्यवसायी बैंक और जातीय स्तर में नारबार्ड कृषक मानक स्वार्थ साधन उद्दिष्ट। भूदान कौन भूमि मालिक किंबा जमीदार मानक ठारू दान सूत्र रे भूमि ग्रहण करा जाइछि। भूमिहीन मध्य बांटी देवा कार्यक्रम को भूदान आख्या दिया जाइथिला। ग्राम दान काहाकू कुहा जाए जमीदार और ग्राम मुखिया मानक ग्राम को भूमिहीन मानक मध्य बांटी देवा कार्यक्रम को ग्रामदान कुहा जाए। एही ग्रामदान आंदोलन विनोबा भावेଙ୍କ नेतृत्व रे देशव्यापी प्रचार होइथिला। केतेक तंतु जातीय कृषि द्रव्यर नाम लेख तंतु पूर्वा प्रकार कपा झोट छण रेशम आदि तंतु जातीय कृषि। भारतीय कृषि रे जगतीकरणर प्रभाव संपर्क में आलोचना कर। 1990 मसीह जगतीकरण प्रक्रिया आरंभ होइथिला। जगतीकरणर प्रभाव रे भारतीय कृषक माने नूतन समस्यार सम्मुखीन होइछन्ति। धान तुला रबर कॉफी चा झोट और मसला आदि पदार्थर उत्पादन रे गुरुत्व रही मात्र आमर कृषिजात द्रव्य गुड़िक उन्नतन राष्ट्र गुड़िक तुलना रे प्रभावशाली होई पारुना। वर्तमान भारतीय कृषि एक घड़ीसंधि मुहूर्त पहुंची सारी कृषिजात पदार्थ गुड़िक उन्नत राष्ट्र मानकर कृषिजात पदार्थ सहित
ପ୍ରତିଦ୍ୱନ୍ଦିତାମୂଳକ ହୋଇପାରୁ ନାହିଁ। ଦୁଇ ନମ୍ବର ପ୍ରଶ୍ନ, ଭୂଦାନ ଓ ଗ୍ରାମଦାନ ଆନ୍ଦୋଳନର ନେତୃତ୍ୱ କିଏ ନେଇଥିଲେ? ଏହାର ପ୍ରଭାବରେ କ'ଣ ପରିବର୍ତ୍ତନ ହୋଇଥିଲା? ସତ୍ୟାଗ୍ରହୀ ବିନୋବା ଭାବେ ଭୂଦାନ ଓ ଗ୍ରାମଦାନ ନେତୃତ୍ୱ ନେଇଥିଲେ। ଏହାକୁ ରକ୍ତପାତହୀନ ବିପ୍ଳବ କୁହାଯାଏ। ଏହାର ପ୍ରଭାବରେ ଭୂମିହୀନ ଗ୍ରାମବାସୀଙ୍କ ମାନଙ୍କର ଆର୍ଥିକ ଉନ୍ନତିରେ ଅଗ୍ରଗତି ହୋଇପାରିଥିଲା। ଅନେକ ବାଦାନ୍ୟ ବ୍ୟକ୍ତି ସ୍ୱଚ୍ଛୟରେ ନିଜର ଜମିକୁ ଭୂମିହୀନଙ୍କ ମଧ୍ୟରେ ବାଣ୍ଟିବା ପାଇଁ ସମ୍ମତି ପ୍ରଦାନ କରିଥିଲେ। ସମଗ୍ର ଭାରତ ଭ୍ରମଣ କରି ବିନୋବା ଭାବେ ତାଙ୍କର ଚିନ୍ତାଧାରାକୁ ଭାରତର ପ୍ରଚାର କରିଥିଲେ। କେତେକ ଜମିଦାର ଓ ଗ୍ରାମ ମୁଖିଆ ସେମାନଙ୍କ ଗ୍ରାମକୁ ଭୂମିହୀନ ମାନଙ୍କ ମଧ୍ୟରେ ବାଣ୍ଟି ଦେଇଥିଲେ। ଖାଦ୍ୟ ସୁରକ୍ଷା କ'ଣ? ଏହାର ଆବଶ୍ୟକତା କାହିଁକି ରହିଛି? ସାଧାରଣ ବର୍ଗର ଜନତା ସାଧାରଣଙ୍କୁ ସର୍ବନିମ୍ନ ଖାଦ୍ୟଶସ୍ୟ ଯୋଗାଇ ଦେବା ଭାରତର ଖାଦ୍ୟ ସୁରକ୍ଷା ପ୍ରାଥମିକ ଲକ୍ଷ୍ୟ। ଖାଦ୍ୟ ମନୁଷ୍ୟର ଏକ ମୌଳିକ ଆବଶ୍ୟକତା। ଏହାଦ୍ୱାରା ଦରିଦ୍ର ଶ୍ରେଣୀର ଜନସାଧାରଣ ଖାଦ୍ୟ ପାଇବାର ସମର୍ଥ ହୋଇଛନ୍ତି। ଏହା ମାଧ୍ୟମରେ କୃଷିଜାତ ପଦାର୍ଥର ଉତ୍ପାଦନ ବୃଦ୍ଧି ଏବଂ ଧାନ ତଥା ଗହମ ସଂଗ୍ରହ ସେଗୁଡ଼ିକର ସାମ୍ପ୍ରତିକ ମୂଲ୍ୟ ନିର୍ଦ୍ଧାରଣ କରାଯାଇଥାଏ। ଭାରତୀୟ ଖାଦ୍ୟ ନିଗମ କୃଷକମାନଙ୍କ ଠାରୁ ନିର୍ଦ୍ଧାରିତ ସର୍ବନିମ୍ନ ମୂଲ୍ୟରେ ସଂଗ୍ରହ କରାଯିବା ଦ୍ୱାରା ଚାଷୀ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ପାଇଥାଏ। ସରକାରଙ୍କ ଠାରୁ କୃଷକମାନେ ବିହନ, ସାର ତଥା କୃଷି ଉପକରଣ ରିହାତି ମୂଲ୍ୟ ପାଇପାରିଥାନ୍ତି। ଭାରତରେ କୃଷିଜାତ ଦ୍ରବ୍ୟ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି କାହିଁକି? କୃଷି କ୍ଷେତ୍ରରେ ଜଳାଭାବ ଯୋଗୁଁ କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କ କୃଷି କାର୍ଯ୍ୟ ଛାଡ଼ି ସାରିଲେଣି। ଶସ୍ୟ ସଂଗ୍ରହ ପାଇଁ ସ୍ଥାନାଭାବ ଓ ବଜାରର ଅଭାବ କୃଷକମାନଙ୍କୁ କୃଷି କାର୍ଯ୍ୟରୁ ଦୂରେଇ ରହିବା ପାଇଁ ସହାୟକ ହୋଇଛି। ଅଧିକ ଅମଳକ୍ଷମ ବିହନ ପାଇଁ କୃଷକମାନଙ୍କୁ ଅଧିକ ଅର୍ଥ ବିନିଯୋଗ କରିବାକୁ ପଡୁଛି। ରାସାୟନିକ ସାର ଅଧିକ ଦରରେ କ୍ରୟ କରୁଛନ୍ତି କିନ୍ତୁ ଉତ୍ପାଦିତ ଦ୍ରବ୍ୟକୁ ଉଚ୍ଚ ଦରରେ ବିକ୍ରି କରି ପାରୁନାହାନ୍ତି। ଭୂତଳ ଜଳର ବ୍ୟବହାର ଯୋଗୁଁ କୂଅ, ନଳକୂଅ ଆଦି ସୂକ୍ଷ୍ମ ହେବା ଲାଗିଛି। ତେଣୁ କୃଷି କାର୍ଯ୍ୟ ପାଇଁ କୃଷକମାନେ ନିରୁତ୍ସାହିତ ହୋଇଛନ୍ତି। ଧାନ ଚାଷ ପାଇଁ କେଉଁ ସମସ୍ତ ଭୌଗୋଳିକ ଅବସ୍ଥା ଆବଶ୍ୟକ ତାହା ଏକ ବିବରଣୀ। ଧାନ ଚାଷ ନିମନ୍ତେ ଅଧିକ ଆର୍ଦ୍ର ଜଳବାୟୁ ଏବଂ ପ୍ରାୟ 25 ଡିଗ୍ରୀ ସେଲସିୟସ୍ ତାପମାତ୍ରା ଅନୁକୂଳ ହୋଇଥାଏ। ଏହି ଚାଷ ପାଇଁ 80% ଆର୍ଦ୍ରତା ଏବଂ 100 ରୁ 200 ସେଣ୍ଟିମିଟର ବୃଷ୍ଟିପାତ ଆବଶ୍ୟକତା ହୋଇଥାଏ। ଧାନ ମୁଖ୍ୟତଃ ସମତଳ ଅଞ୍ଚଳ, ଉପକୂଳବର୍ତ୍ତୀ ଅଞ୍ଚଳ, ତ୍ରିକୋଣ ଭୂମିର ଉର୍ବର ଭୂମି ଅଞ୍ଚଳରେ ଚାଷ କରାଯାଇଥାଏ। ନିମ୍ନ ବୃଷ୍ଟିପାତ ଅଞ୍ଚଳରେ କେନାଲ ଜଳସେଚନ ଓ ନଳକୂପ ଖନନ ଦ୍ୱାରା ଜଳସେଚନ କରାଯାଇ ଧାନ ଚାଷ କରାଯାଏ। କ୍ରାନ୍ତି ମଣ୍ଡଳରେ ଅବସ୍ଥିତ ଦେଶମାନଙ୍କର ଧାନ ଚାଷ ଭଲ ଭାବରେ ରଖାଯାଇଥାଏ। ସମଖନ କୃଷି କ'ଣ? ଏହାର ଆବଶ୍ୟକତା କାହିଁକି? ବର୍ଷକୁ 3-4 ପ୍ରକାର ଶସ୍ୟ ଉତ୍ପାଦନ ନିମନ୍ତେ ଏକାଧିକ ବାର ହେଉଥିବା କୃଷିକୁ ସମଘନ କୃଷି କୁହାଯାଏ। ଅଧିକ ଜନସଂଖ୍ୟା ଓ କମ୍ ଚାଷ ଜମି ଅଞ୍ଚଳରେ ଏହି କୃଷି କରାଯାଇଥାଏ।
ଖାଦ୍ୟ ଶସ୍ୟର ଆବଶ୍ୟକତା ମେଣ୍ଟାଇବା ଏହି କୃଷି କାର୍ଯ୍ୟର ମୁଖ୍ୟ ଉଦ୍ଦେଶ୍ୟ। ସମଘନ କୃଷି ସାଧାରଣତଃ ଘନ ଜନବସତି ଅଞ୍ଚଳରେ କରାଯାଇଥାଏ। ସ୍ୱତ୍ୱାଧିକାର ବ୍ୟବସ୍ଥାରେ ଦିନକୁ ଦିନ ଜମିର ପରିମାଣ ହ୍ରାସ ପାଉଥିବାରୁ ଏହି କୃଷିରେ ରାସାୟନିକ ସାର, କୀଟନାଶକ ଔଷଧ ପ୍ରୟୋଗ କରି ତଥା ଯାନ୍ତ୍ରିକ ପଦ୍ଧତିରେ କୃଷିକାର୍ଯ୍ୟ କରି ବିଭିନ୍ନ ଶସ୍ୟ ଉତ୍ପାଦନ କରାଯାଏ। ଗହମ ଚାଷ ପାଇଁ କେଉଁ କେଉଁ ସମସ୍ତ ପ୍ରାକୃତିକ ଅବସ୍ଥା ଆବଶ୍ୟକ? ଭାରତର କେଉଁ ଅଞ୍ଚଳରେ ଅଧିକ ଗହମ ଚାଷ ହୋଇଥାଏ? ନାତିତୁଷ୍ଣା ଅଞ୍ଚଳ ଗହମ ଚାଷ ପାଇଁ ଉପଯୋଗୀ। ଗହମ ଚାଷ ପାଇଁ ଶୀତଳ ଜଳବାୟୁ ଓ ଅମଳ ସମୟରେ ପ୍ରଖର ସୂର୍ଯ୍ୟ କିରଣ ଆବଶ୍ୟକତା ହୋଇଥାଏ। ବାର୍ଷିକ ହାରରେ 50ରୁ 75 ସେମି ପର୍ଯ୍ୟନ୍ତ ବୃଷ୍ଟିପାତ ଆବଶ୍ୟକତା ହୋଇଥାଏ। ଉର୍ବର ପଟୁମାଟି ଓ କୃଷ୍ଣ ମୃତ୍ତିକା ଦେଖାଯାଉଥିବା ଅଞ୍ଚଳରେ ରବି ଋତୁ ଚାଷ କରାଯାଏ। ଭାରତର ପଞ୍ଜାବ, ହରିୟାଣା, ରାଜସ୍ଥାନ, ବିହାର, ଉତ୍ତର ପ୍ରଦେଶରେ ଅଧିକ ଗହମ ଚାଷ ହୋଇଥାଏ। ନମ୍ବର 8, ଅଳ୍ପ ବୃଷ୍ଟି ପାଉଥିବା ଅଞ୍ଚଳରେ କେଉଁ କୃଷି କରାଯାଇଥାଏ? ଭାରତର କେଉଁ କେଉଁ ସ୍ଥାନରେ ଉକ୍ତ କୃଷି ଅଧିକ ହୁଏ? ଏଥିପାଇଁ କେଉଁ ପ୍ରାକୃତିକ ଅବସ୍ଥା ଆବଶ୍ୟକ? ଅଳ୍ପ ବୃଷ୍ଟି ପାଉଥିବା ଅଞ୍ଚଳରେ ସୂକ୍ଷ୍ମ କୃଷି କରାଯାଇଥାଏ। ଏହି କୃଷିରେ ମକା, ବାଜରା, ତେଲବୀଜ ଆଦି କରାଯାଇଥାଏ। ଭାରତର ବିହାରରେ ଅଧିକ ମକା ଉତ୍ପାଦନ ହୋଇଥାଏ। ରାଜସ୍ଥାନରେ ସର୍ବାଧିକ ବାଜରା ଚାଷ କରାଯାଏ। ଆନ୍ଧ୍ରପ୍ରଦେଶରେ ସର୍ବାଧିକ ଚିନାବାଦାମ, ଉତ୍ତର ଭାରତରେ ରାଶି ଉତ୍ପାଦିତ ହୋଇଥାଏ। ମକା ଚାଷ ପାଇଁ ସାଧାରଣ ପଟୁ ମୃତ୍ତିକା 21ରୁ 27 ସେଲସିୟସ୍ ଉତ୍ତାପ ଆବଶ୍ୟକତା ହୋଇଥାଏ। ବାଜରା ବାଲିଆ ତଥା ଗଭୀରର କୃଷ୍ଣ ମୃତ୍ତିକା ଅଞ୍ଚଳରେ ଉତ୍ପାଦିତ ହୋଇଥାଏ। ତେଲବୀଜ ଚାଷ ନିମନ୍ତେ ସ୍ୱଳ୍ପ ବୃଷ୍ଟିର ଆବଶ୍ୟକତା ରହିଥାଏ। ରହିଲା କୃଷି ପାଠର ପ୍ରଶ୍ନ।